ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଶାକାହାରୀ ହୋଇଥିବା ବେଳେ ଆଉ କିଛି ମାଂସାହାରୀ ହୋଇଥାନ୍ତି। କିନ୍ତୁ କେଉଁଟି ଠିକ୍ ଖାଦ୍ୟ ତାହା ସମସ୍ତଙ୍କୁ ସଠିକ୍ ଭାବରେ ଜଣା ନଥାଏ। ଆଜିକାର ଲେଖାରେ ଆମେ ଆପଣଙ୍କୁ ମାଳିକା ବଚନ ଅନୁଯାୟୀ କେଉଁ ଖାଦ୍ୟ ଠିକ୍ ସେହି ବିଷୟରେ କହିବୁ। ହିନ୍ଦୁ ଧର୍ମର ପବିତ୍ର ଧର୍ମଗ୍ରନ୍ଥରେ ପଶୁ ହତ୍ୟାକୁ ଘୋର ପାପ ବୋଲି କୁହାଯାଇଛି। ଏବେ ମାଂସ ଖାଇବା ସମ୍ବନ୍ଧରେ ସ୍ପଷ୍ଟ ମନା କରାଯାଇଛି। ଗୀତା ଅନୁଯାୟୀ ମନୁଷ୍ୟ ନିଜ ଆତ୍ମା ସହିତ ଅନ୍ୟ ସମସ୍ତ ଆତ୍ମାକୁ ସମାନ ତୁଲ୍ୟ ମାନିବା ଉଚିତ। ମାଳିକା ବଚନ ଅନୁଯାୟୀ ଯେଉଁ ବ୍ୟକ୍ତି ମାଂସ ଭକ୍ଷଣ କରିଥାଏ ସେ ସବୁବେଳେ ରୋଗାକ୍ରାନ୍ତ ହୋଇଥାଏ। ମାତ୍ର ଯେଉଁ ବ୍ୟକ୍ତି ନିରାମିଷ ଖାଇଥାଏ ତାର ଆୟୁଷ ଦୀର୍ଘ ହୋଇଥାଏ। ଶ୍ରୀକୃଷ୍ଣଙ୍କ ସମ୍ବନ୍ଧୀୟ ଏକ କାହାଣୀ ଅନୁଯାୟୀ ଥରେ ଶ୍ରୀକୃଷ୍ଣ ଏକ ଗଛ ତଳେ ବସି ବଇଁଶୀ ବଜାଉଥିବା ସମୟରେ ଏକ ହରିଣ ଆସି ତାଙ୍କ ପଛରେ ଲୁଚିଯାଏ। ହରିଣଟି ଖୁବ୍ ଭୟଭୀତ ଥିବା ଦେଖି ଶ୍ରୀକୃଷ୍ଣ ତାଙ୍କ କାରଣ ପଚାରନ୍ତି। ଠିକ୍ ସେତିକିବେଳେ ଏକ ଶିକାରୀ ଆସି ହରିଣକୁ ମାରିବାକୁ ଚେଷ୍ଟା କରିବାକୁ ଶ୍ରୀକୃଷ୍ଣ ବାରଣ କଲେ, ଯାହା ଉତ୍ତରେ ଶିକାରୀ କହେ ଯେ ଯଦି ସେ ଶିକାର ନକରେ ତେବେ ତାର ସମ୍ପୂର୍ଣ୍ଣ ପରିବାର ଭୋକ ଉପାସରେ ରହିବେ। ଏହା ଶୁଣି ଶ୍ରୀକୃଷ୍ଣ ମନେ ମନେ ଚିନ୍ତା କରନ୍ତି ଯେ ମାଂସ ଭକ୍ଷଣ କରି ଏହି ଶିକାରୀର ଚିନ୍ତା କରିବାର କ୍ଷମତା ମଧ୍ୟ ଶେଷ ହୋଇଯାଇଛି। ଏହାପରେ ଶ୍ରୀକୃଷ୍ଣ ଶିକାରୀକୁ ଏକ କାହାଣୀ କହନ୍ତି ଆଉ ଯାହାକୁ ଶୁଣିବା ପରେ ଯଦି ଶିକାରୀ ପଶୁ ହତ୍ୟା ଏବଂ ମାଂସ ଭକ୍ଷଣକୁ ଉଚିତ ମନେକରେ ତେବେ ତାହାର ଇଚ୍ଛା ବୋଲି କହିଲେ। ଏହାପରେ ଶିକାରୀ ମଧ୍ୟ ଶ୍ରୀକୃଷ୍ଣଙ୍କ କାହାଣୀ ଶୁଣିବାରେ ଲାଗେ। ତେବେ ଶ୍ରୀକୃଷ୍ଣ କହନ୍ତି ଯେ ଥରେ ମଗଧରେ ଦୁର୍ଭିକ୍ଷ କାରଣରୁ ଅନ୍ନ ଅଭାବ ଦେଖାଦେଲା। ଯେଉଁ କାରଣରୁ ରାଜା ଚିନ୍ତିତ ହୋଇ ଏକ ସଭା ଡାକିଲେ ଏବଂ ନିଜର ମନ୍ତ୍ରୀ ପରିଷଦ ଏବଂ ଜ୍ଞାନୀ ଗୁଣୀଙ୍କୁ ଏହି ସମସ୍ୟାର ସମାଧାନ ଦେବାକୁ କହିଲେ। ଏଥିରେ ଜଣେ ମନ୍ତ୍ରୀ ପ୍ରଥମେ ଛିଡ଼ା ହୋଇ କହିଲେ ଯେ ଅନ୍ନ ଉପାର୍ଜନ ପାଇଁ ଖୁବ୍ ଅଧିକ ସମୟ ଲାଗିବ, କିନ୍ତୁ ମାଂସ ଖୁବ୍ ସହଜରେ ବିନା ମୂଲ୍ୟରେ ଏବଂ ଖୁବ୍ ଶୀଘ୍ର ମିଳିଯିବ। ଏହାକୁ ସମସ୍ତେ ସହମତ ହେଉଥିଲେ। ପ୍ରଧାନମନ୍ତ୍ରୀ ଏହାକୁ ସମ୍ମତି ଦେଲେ ନାହିଁ, ଯେଉଁ କାରଣରୁ ରାଜା ମଧ୍ୟ ତାଙ୍କୁ ପଚାରିଲେ। ଏଥିରେ ପ୍ରଧାନମନ୍ତ୍ରୀ କହନ୍ତି ଯେ ଏହା କହିବା ଭୁଲ ଯେ ମାଂସ ଖୁବ୍ ଶସ୍ତା ବୋଲି। ଏହାର କାରଣ ରାଜା ପଚାରିବା ପୂର୍ବରୁ ହିଁ ସବୁ ମନ୍ତ୍ରୀ ନିଜର ମତ ଦେଇ ସେଠାରୁ ଚାଲିଗଲେ। ମାଂସ ସମ୍ବନ୍ଧରେ ପରାମର୍ଶ ଦେଇଥିବା ମନ୍ତ୍ରୀଙ୍କ ନିକଟକୁ ପ୍ରଧାନମନ୍ତ୍ରୀ ସେହିଦିନ ରାତିରେ ଯାଇ କହିଲେ ଯେ ରାଜାଙ୍କର ସ୍ୱାସ୍ଥ୍ୟ ଖରାପ, ତେଣୁ ତାଙ୍କର ପ୍ରିୟ ମନ୍ତ୍ରୀଙ୍କ ଶରୀରରୁ 3 କିଲୋ ମାଂସ ଯଦି ସେ ଖାଆନ୍ତି ତେବେ ସେ ସୁସ୍ଥ ହୋଇଯିବେ। ଏହା ପ୍ରତି ବଦଳରେ ତାଙ୍କ ପ୍ରଧାନମନ୍ତ୍ରୀ କରାଯିବ ବୋଲି କହିଲେ। ଏହା ଶୁଣି ମନ୍ତ୍ରୀ କହନ୍ତି ଯଦି ଜୀବନ ରହିବ ନାହିଁ ତେବେ ପଦବୀ କ'ଣ ହେବ, ଏବଂ ସେ ନିଜ ପାଖରେ ଥିବା ସବୁ ଧନ ରତ୍ନ ପ୍ରଧାନମନ୍ତ୍ରୀଙ୍କୁ ଦେଇ ଅନ୍ୟତ୍ର ଯାଇ ସନ୍ଧାନ କରିବାକୁ କହନ୍ତି। ଏମିତି ସବୁ ମନ୍ତ୍ରୀ ମନା କରିବା ସହିତ ସବୁ ଧନ ରତ୍ନ ପ୍ରଧାନମନ୍ତ୍ରୀଙ୍କୁ ଦିଅନ୍ତି। ଆଗାମୀ ଦିନ ସଭାରେ ରାଜାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ବୁଝିବା ପାଇଁ ସବୁ ମନ୍ତ୍ରୀ ଉପସ୍ଥିତ ହେବା ସହିତ ପ୍ରଧାନମନ୍ତ୍ରୀ କୋଟି କୋଟି ଟଙ୍କାର ଧନରତ୍ନ ବାକ୍ସକୁ ନେଇ ରାଜାଙ୍କ ସମ୍ମୁଖରେ ରଖିଦିଅନ୍ତି। ରାଜାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି। ରାଜା ଏତେ ଧନରତ୍ନ କେଉଁଠୁ ଆସିଲା ବୋଲି ପଚାରିବା ପରେ ପ୍ରଧାନମନ୍ତ୍ରୀ କହନ୍ତି ଯେ ଏତେ ଧନରତ୍ନ ବଦଳରେ 1 କେଜି ମାଂସ ମଧ୍ୟ ଆସିଲା ନାହିଁ। ତେବେ ଆପଣ କିପରି କହିପାରିବେ ଯେ ମାଂସ ଶସ୍ତା ବୋଲି? ଏହାପରେ ରାଜା ବୁଝିପାରିଲେ ଏବଂ ନିଜର ସବୁ ପ୍ରଜାଙ୍କୁ ଖୁବ୍ ପରିଶ୍ରମ କରିବା ସହିତ ସେହି 1 କୋଟି ଟଙ୍କାକୁ ମଧ୍ୟ ଫସଲରେ ଖର୍ଚ୍ଚ କରାଗଲା। ଫସଲ ଭଲ ହେବା ସହିତ ଖାଦ୍ୟ ସଙ୍କଟ ମଧ୍ୟ ଦୂର ହେଲା। ଏହି କାହାଣୀ ଶୁଣିବା ପରେ ଶିକାରୀଟି ବୁଝିଗଲା ଯେ ମହାନତା ଜୀବନ ନେବାରେ ନୁହେଁ ବରଂ ଜୀବନ ଦେବାରେ ରହିଥାଏ। ସେ ଭଗବାନ ଶ୍ରୀକୃଷ୍ଣଙ୍କୁ କ୍ଷମା ମାଗି ଜୀବନରେ ଆଉ କେବେ ଜୀବ ହତ୍ୟା କରିବ ନାହିଁ ବୋଲି ପ୍ରତିଜ୍ଞା କଲା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।